ମା ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ସ୍ୱେତଲିନା ଭଟ୍ଟାଚାର୍ଯ୍ୟ। ତାହେଲେ ଏବେ ସ୍ୱେତଲିନାଙ୍କ ଘରକୁ ଆସିଯାଇଛି ଗୋଟେ ବହୁତ ବଡ଼ ଖୁସିର ଖବର। ଗୋଟିଏ ପୁତ୍ର ସନ୍ତାନର ମା ହୋଇଛନ୍ତି ସ୍ୱେତଲିନା ଭଟ୍ଟାଚାର୍ଯ୍ୟ। ତାହେଲେ ଆପଣମାନେ ସ୍ୱେତଲିନାଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ। ଦୀର୍ଘ ଦିନ ଧରି ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଥିଲେ ସ୍ୱେତଲିନା ଭଟ୍ଟାଚାର୍ଯ୍ୟ। ଖାସ କରି ତୁଳସୀ ସିରିଏଲରେ ତାଙ୍କର ଅଭିନୟ ଆଜି ପର୍ଯ୍ୟନ୍ତ ବି ସାରା ଓଡ଼ିଶାର ଲୋକମାନେ ଭୁଲି ପାରିନାହାନ୍ତି। ହେଲେ ଦୁର୍ଭାଗ୍ୟବଶତଃ ସେ ଏହି ସିରିଏଲଟିକୁ ଅଧାରୁ ହିଁ ଛାଡ଼ି ଦେଇଥିଲେ। ଆଉ ଦୀର୍ଘ ଦିନ ପରେ ସେ ମଙ୍ଗଳାର ଭାଗ୍ୟ ସିରିଏଲରେ ଅଭିନୟ କରୁଥିବାର ନଜର ଆସିଥିଲେ। ହେଲେ ଏହି ସିରିଏଲଟିକୁ ବି ମଧ୍ୟ ସେ ଅଧାରୁ ହିଁ ଛାଡ଼ି ଦେଇଥିଲେ। ଆଉ ବାହାଘର କାରଣରୁ ସେ ଏହି ସିରିଏଲଟିକୁ ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ସେ ଶିବାଙ୍କୁ ବିବାହ କରିଥିଲେ। ଗତ ବର୍ଷ ସେ ଶିବାଙ୍କୁ ବିବାହ କରିଥିଲେ। ବାହାଘରଟି ଧୁମଧାମରେ ହୋଇଥିଲା, ଯେଉଁଥିରେ ଓଲିଉଡ୍ ଇଣ୍ଡଷ୍ଟ୍ରିର ବହୁତ ସାରା ସେଲିବ୍ରିଟି ମାନେ ଯୋଗ ଦେଇଥିଲେ। ତାହେଲେ ଏବେ ସେ ମା ହୋଇଯାଇଛନ୍ତି। ତ ସ୍ୱେତଲିନା ଭଟ୍ଟାଚାର୍ଯ୍ୟ ଏବେ ମା ହୋଇଯାଇଛନ୍ତି। ତାଙ୍କର ଗୋଟିଏ ପୁତ୍ର ସନ୍ତାନଟିଏ ଜନ୍ମ ନେଇଛନ୍ତି। ତ ଏହି କାରଣରୁ ଏବେ ବହୁତ ଖୁସି ଅଛନ୍ତି ସ୍ୱେତଲିନା ଭଟ୍ଟାଚାର୍ଯ୍ୟ। ତାହେଲେ ଆପଣମାନେ ଜାଣିଥିବେ ସ୍ୱେତଲିନା ଭଟ୍ଟାଚାର୍ଯ୍ୟ ଦୀର୍ଘ ଦିନ ହେବ ଓଲିଉଡ୍ ଇଣ୍ଡଷ୍ଟ୍ରିରୁ ବାହାରେ ରହିଛନ୍ତି। ଆଉ ବାହାଘର ପରଠାରୁ ସେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବାର ନଜର ଆସିନାହାନ୍ତି। ବାହାଘର ପରେ ସେ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ଚଳୁଥିବାର ଦେଖାଦେଇଛନ୍ତି। ଆଉ ମା ହେଲା ପରେ ସେ ଏବେ ଆଉ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଆସିବାର ନଜର ଆସିନାହାନ୍ତି। ତାହେଲେ ସ୍ୱେତଲିନା କହିଛନ୍ତି କି ସେ ଆଗାମୀ ଦିନମାନଙ୍କରେ ପୁଣି ଥରେ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଫେରିବେ। ହେଲେ ଏବେ ସେ ତାଙ୍କ ମ୍ୟାରିଟାଲ ଲାଇଫକୁ ଏନ୍ଜୟ କରିବାକୁ ଚାହୁଁଛନ୍ତି। ତ ଏହି କାରଣରୁ ଏବେ ସ୍ୱେତଲିନା ଭଟ୍ଟାଚାର୍ଯ୍ୟ ଓଲିଉଡ୍ ଇଣ୍ଡଷ୍ଟ୍ରିରୁ ବାହାରେ ରହିଛନ୍ତି। ତାହେଲେ ଏବେ ମା ହୋଇଯାଇଛନ୍ତି ସ୍ୱେତଲିନା ଭଟ୍ଟାଚାର୍ଯ୍ୟ।